एक्चुअली ଯଦି ଦେଖିବା ରିଭର ବ୍ୟାଙ୍କ ରେ ହବାର କାରଣ ହଉଛି ପ୍ରଥମ କଣ, ପ୍ରଥମ ହଉଛି ଚାଷ। ଲୋକମାନେ ଆଗରୁ କଣ କରୁଥିଲେ ନା ଏ ଯୋଉ ବନ୍ୟଜନ୍ତୁଙ୍କୁ ମାରିକି ଖାଉଥିଲେ। ତାପରେ ବେଳେ ବେଳେ ଯେତେବେଳେ ଜଙ୍ଗଲରେ ନିଆଁ ଲାଗିଗଲା ତା ଭିତରେ ସେମାନେ କଣ କରେ ସେଇ ଯୋଉ ମାଂସ ଗୁଡାକ ଯେତେବେଳେ ଭଲ ଲାଗିଲା ତାକୁ ଖାଇଲେ, ତାପରେ ମସଲା ମସଲା ଆଣିଥିଲେ ରୁଚି ମସଲା ଭାରତ ମସଲା ସବୁ ଆସେ। ଆକ୍ଚୁଆଲି ଦେଖିବାକୁ ଗଲେ ଗୋଟେ ମଣିଷର ବେସିକ ରିକ୍ୱାରମେଣ୍ଟ, ଏବେ ଆମର ବହୁତ ପ୍ରକାର ରିକ୍ୱାରମେଣ୍ଟ ଆମର ଆସିଗଲାଣି। ବେସିକ ରିକ୍ୱାରମେଣ୍ଟ ଯଦି କହିବେ ଗୋଟେ ଲୋକ, ପ୍ରଥମେ ଆମେ କହୁଛେ ଖାଦ୍ୟ ବସ୍ତ୍ର ବାସଗୃହ, ବୁଝିପାରୁଛି ଆମକୁ ଫୁଡ ଦରକାର ଖାଇବା ପାଇଁ, ଖାଇଲେ ତ ବଞ୍ଚିବା। ତାପରେ ରହିଲା ସେଲ୍ଟର ରହିବା ପାଇଁ ଦରକାର। ଓକେ, ଆଉ ଗୋଟେ ରହିଲା ଆମର ଯୋଉ ବସ୍ତ୍ର, ତିନିଟା ଜିନିଷ ଆମକୁ ଦରକାର ଅଛି ମାନବ ସଭ୍ୟତାରେ। ଯଦି ଆମେ କହିବା ଏଇଟା ହଉଛି ଆମର ତିନିଟା ବେସିକ ନିଡ୍। ଏବେ ସେ ଜିନିଷ ଆଡ ହେଇକି ଆମର ଆସିଗଲା କଣ, ଏଜୁକେସନ ଆସିବ। ତ ଏଜୁକେସନ ହେଲେ ହିଁ ଆମେ ସିଭିଲାଇଜ ମୋଡ ହେଇପାରିବା ଓ ଆମ ଭିତରେ ମାନବିକତା ଯୋଉ ଜିନିଷ ସେଇ ଜିନିଷଟା ଆମ ଭିତରେ ଗଢି ଉଠିବ। ବୁଝିହେଲା? ତ ଏଇ ରିଭର ବ୍ୟାଙ୍କରେ ବେସିକାଲି କଣ ହୁଏ ନା ବନ୍ୟଜନ୍ତୁ ମାନଙ୍କ ଯୋଉ ଗୃହପାଳିତ ପଶୁ ପାଳନ କରୁଥିଲେ, ଚାଷ ପାଇଁ ସୁବିଧା ଥିଲା ଯେହେତୁ କୃଷି ଉପଯୋଗୀ ଭୂମି ସବୁ ଯାହାବି ଆମେ ଦେଖିବା ହରପ୍ପା ହଉ ମହେଞ୍ଜୋଦାରୋ ହଉ ମେସୋପୋଟାମିଆ, ଏ ସବୁ ସଭ୍ୟତା ଯୋଉ ଆମେ ଦେଖିବା ଏ ସବୁ ଯାକ ମାନେ ନଦୀ କୂଳ ମାନଙ୍କରେ ହେଇଛି। ତମେ ବି ଏବେ ବି ମାର୍କ କରିବ ଯୋଉ ସବୁ ଆମର ଇଣ୍ଡଷ୍ଟ୍ରିଆଲାଇଜେସନ ସବୁ ଆଜି ପର୍ଯ୍ୟନ୍ତ ହେଇଛି, ଏ ସବୁ ଯାକ ଆମର ନଈ କୂଳ କିମ୍ବା ସମୁଦ୍ର କୂଳ ମାନଙ୍କରେ ହେଇଛି। ତମେ ଦେଖିବ ପାରାଦୀପରେ ବନ୍ଦର ଅଛି, ପାରାଦୀପରେ ଡିଫରେଣ୍ଟ କମ୍ପାନୀ ଅଛି, ବୁଝିପାରୁଛି, କାରଣ ସେଠି ଟ୍ରାନ୍ସପୋର୍ଟିଂ ସୁବିଧା ରହୁଛି। ଧାମରାପଟରେ ବି ଆମର ଆସୁଛି, ଏକ୍ସପୋର୍ଟ ଇମ୍ପୋର୍ଟ ହେଇପାରୁଛି। ତାପରେ ଦେଖିବ ଯୋଉ ଜାଗାରେ ନଦୀର ବ୍ୟବସ୍ଥା ଅଛି ତା ଦେହରେ ତାଙ୍କର ୱେଷ୍ଟେଜ ମ୍ୟାଟେରିଆଲକୁ ସେମାନେ ତା ଭିତରେ ମହାନଦୀ କୂଳରେ ଡିଫରେଣ୍ଟ ଡିଫରେଣ୍ଟ କମ୍ପାନୀ ସବୁ ଗଢି କାଠଯୋଡି ହଉ କିମ୍ବା ଆମର ବିରୁପା ନଦୀ ହଉ, ଯାହାଦ୍ୱାରା କି ଆମର ତ ଏଇ ସବୁ ଜିନିଷ ହବାର କାରଣ କଣ ନା ଯେହେତୁ ନଦୀଟା ପାଖରେ ଅଛି, ପ୍ରଥମ ହଉଛି ୱାଟର ସପ୍ଲାଏ ର କୌଣସି ପ୍ରୋବ୍ଲେମ ହବନି। ତାପରେ ତାଙ୍କର ଯାହାବି ସବୁ ଯେତେ ବି ଆମେ ଇଣ୍ଡଷ୍ଟ୍ରି କଲେ ମଧ୍ୟ ସବୁଠାରୁ ବେସିକ ଜିନିଷ ହଉଛି ୱାଟର। ୱାଟର ନହେଲେ ସେ ଜିନିଷ କାମ କରିବ ନାହିଁ। ତାକୁ ବି ପ୍ୟୁରିଫାଇ କରିବେ। ଏଇ ସବୁକୁ ନେଇକି ସେଇ ସମୟରୁ ପୁରାଣ କାଳରୁ ନେଇକି ଅନଲାଇନ କ୍ଲାसेସ ଆମେ କରୁଛେ। ଅନଲାଇନ କ୍ଲାସେସ ର କନସେପ୍ଟ ଆମର ଆସିଛି ଏକଲବ୍ୟ ଠାରୁ, ମାନେ ଦୂରରେ ଦେଖିକି ତ ସେଇଠୁ ଆସିଲା ଅନଲାଇନ କ୍ଲାସ। ଚିନ୍ତା କର ପୁସ୍ତକ ବିମାନ ଏଗୁଡା ଯାହାବି ଆଜି ୟୁଜ ଟେକ୍ନୋଲୋଜି ୱାଇଜ ଆମେ ୟୁଜ କରୁଛେ, କିନ୍ତୁ ତାର ଯୋଉ କନସେପ୍ଟ ଯୋଉ ଡେଭଲପମେଣ୍ଟ ହେଇଛି ମାଇଥୋଲୋଜି ପୁରାଣ ଶାସ୍ତ୍ର ମାନଙ୍କର ସବୁ ଡେଭଲପ ହେଇକି ଅଛି। ଆମେ ତାକୁ ମଡିଫାଏଡ କରିକି ଆକୁ ଆମେ ଦେଖଉଛେ, ବୁଝିହଉଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସବୁ କହିଦଉଛି, କିନ୍ତୁ ସେତେବେଳେ କଣ କରୁଥିଲେ ମନ୍ତ୍ର ପଢୁଥିଲେ। ମନ୍ତ୍ର ପଢୁଥିଲେ ସବୁ ଯାଉଥିଲା, ମାନେ ସେମାନେ ମନ୍ତ୍ର ଶକ୍ତିରେ କରୁଛନ୍ତି, ଆମେ ଏଠି ଆଣବିକ ଶକ୍ତିରେ କନସେପ୍ଟ ସେମ୍, କିନ୍ତୁ ପାଠ ପଢାର ଥିଓରିଟା ହଉଛି ଅଲଗା। ବୁଝିଲେ? ତ ସେମିତି ଗୋଟେ ସିଭିଲାଇଜେସନ ଥିଲା, ତ ଗୋଟେ ସଭ୍ୟତା ଥିଲା ମେସୋପୋଟାମିଆ civilization is divided into notably ancient civilization of the world. In the fertile consent of two rivers, namely Tigris and Euphrates of the West Asia, this civilization grew. ଏଇ ଦିଟା ନଦୀ କୂଳରେ ଗୋଟେ ରହୁଛି ଟାଇଗ୍ରିସ ନଦୀ, ଆଉ ଗୋଟେ କଣ ରହିଲା ୟୁଫ୍ରେଟ୍ସ ଅଫ ୱେଷ୍ଟ ଏସିଆ। ଏଇ ଦିଟା ନଦୀ କୂଳରେ ଆମର ଏଇଟା ଗଢି ଉଠିଥିଲା ହେଲା। ତାହେଲେ ଦେଖ in this river Mesopotamia civilization in this river ବୁକ୍ ଯାର ଅଛି ଫଲୋ କରିବେ। This river Mesopotamia civilization was founded. ତମେ ଲେଖ ମେସୋପୋଟାମିଆ ସଭ୍ୟତା, ମେସୋପୋଟାମିଆ ସଭ୍ୟତା କେଉଁଠି ଗଢି ଲେଖ ଷ୍ଟାର୍ଟ କର। ହଁ, କେଉଁ ନଦୀ କୂଳରେ ଗଢି ଲେଖ ଦ ରିଭର ବ୍ୟାଙ୍କ ଅଫ ଟାଇଗ୍ରିସ। ଲେଖ ଏଇ ବିଷୟରେ ଗୋଟାଏ କ୍ୱେଶ୍ଚିନ୍ ହେଲା, ଐତିହାସିକ ଲେଖ ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ यूफ्रेटिस
EUPHRATES। आमे जितेबले जन्म होचे आम घरे आमर सब नामकरण करू प्रत्येक नाम गोटे कौन थाए ना गोटे रिजन किंतु जिते शुभ नाम आम पचार गुड नेम कौन से नेम पक्षरे ही गोटे रिजन थाए कि कहे राशि को देखिए दियंती कि कहे विजन को देखिए जेहेतु जेकोसी कंपनी नेम भी गढ़ी उठे तो से कंपनी मेन टा जो है बिहाइंड दैट रीजन इज बिहाइंड so that ତାଙ୍କର main ଟା development ସେମିତି ମେସୋପୋଟାମିଆ ସଭ୍ୟତା ଯେତେବେଳେ ଗଢି ଉଠିଥିଲା ତାର ଆକ୍ଚୁଆଲ ମିନିଂ ହଉଛି ଦିଟା ନଦୀ ଭିତରେ ଯୋଉ ଉପତ୍ୟକା ତ ସେଥିପାଇଁ ତାକୁ କୁହାଗଲା କଣ ଦ ଲ୍ୟାଣ୍ଡ ବିଟୱିନ୍ ଟୁ ରିଭର ଦିଟା ନଦୀ ଭିତରେ ଯୋଉ ଜାଗାଟା ରହିଛି ସେଇ ଜାଗା ପାଇଁ ତା ନାଁ ହଉଛି ମେସୋପୋଟାମିଆ ବୁଝିହଉଛି ତ ଲେଖ ଖ୍ୟାତନାମା ସାହିତ୍ୟିକ what is the literal meaning of Mesopotamia ହେଲା ପ୍ରାବନ୍ଧିକ ଭାବରେ ଓଡ଼ିଆ ସାହିତ୍ୟରେ ତମେ ଲେଖ ମେସୋପୋଟାମିଆ ଶବ୍ଦର ଅର୍ଥ କଣ ପ୍ରାବନ୍ଧିକ ଭାବରେ ଓଡ଼ିଆ ସାହିତ୍ୟରେ आंसर लिखो द लैंड बिटवीन टू रिवर्स द लैंड बिटवीन टू रिवर्स तुम्हें माने लिखो दुई नदीर मध्यवर्ती देश दुई नदीर मध्यवर्ती देश है ହେଲା ସେ ମୟୂରଭଞ୍ଜ ଜିଲ୍ଲାର ଖିଚିଂ ଠାରେ तो समय अतिबाहित हवा सहित जो मेसोपोटामिया सभ्यता थिला ओइ जगह रे हमर कोन आसिला सुमेरियन सभ्यता गढि उठिला बेबीलोन आसिरियन सिविलाइजेशन ए सब एई जगह रे गढि उठिला एई नदी कूल मन करे हेइतला तो आपको कुहा जाए उर्वर अर्धचंद्र देश माने फर्टिलाइज रहता है एंड तार जो जेमति माने जियोग्राफिकल रीजन थिला सेटा होची हमरा गोटे होची हाफ मून बेले देखा जाए बुझे होची ता फर्टिलाइज जेतु नदी कूल रे रहियो माने सेटा फर्टिलाइज रहियो सब चाष पे उपयोगी आ से जमीर गठन बा जियोग्राफिकल जदि हम देखिबा एटा गोटे चंद्रर अर्ध एटा देखा जाए बुझला तापर ସେ ଡବଲ କୋଟେड ଦେଇ ଲେଖିବ ହେଲା ଏଇ ଯୋଉ ଇଏରେ ଆମର ଆସିଲା ସୁମେରିଆ ବାବିଲୋନ ଆଉ ଏସିରିଆ जो सिविलाइजेशन ये सब पढ़ी तो लिखो ଲେଖିଲ ଓଡ଼ିଶାର ସଂସ୍କୃତି ଓ ଇତିହାସରେ ଯାଜପୁର which civilization ଓ ଇତିହାସରେ ଯାଜପୁର grew up which civilization grew up in Mesopotamia ଇତିହାସରେ ଯାଜପୁର ହେଲା ତାପରେ କମା ଦେଇ ଲେଖ ସାରଳ ସାହିତ୍ୟରେ ଐତିହାସିକ ଚିତ୍ର ସାରଳ मेसोपोटामिया ସାହିତ୍ୟରେ ଐତିହାସିକ ଚିତ୍ର क्यों सभ्यतार मेसोपोटामिया रे क्यों सभ्यतार आविर्भाव ଲେଖିବ ଲେଖା आंसर लेखा सुमेरिया ଫଟୋ ଦେଇକିନା ଲେଖିବ ଯେମିତି ହାଇଲାଇଟ ଦେଇକିନା ଯେମିତି हम देखो सुमेरिया ଦେଖାଯିବ SUMERIAN सुमेरियन तापर लेखा तुम्हें माने बाबिलोनियन ଶିବନନ୍ତି तुम्हें देवी LON देवी LONIAN तापर तुम्हें लेखा एसिरिया ହେଲା ଇତିହାସ ଶିବନନ୍ତି ତାପରେ ପ୍ରବନ୍ଧ ASSYRIAN एसिरिया ओके ପ୍ରବନ୍ଧ ମାନସ so Mesopotamia now it is called as Iraq ତାପରେ ଲେଖିଦିଅ Iraq ଇତ୍ୟାଦି कौन ପାଇଁ फेमस ଇତ୍ୟାଦି ଲେଖିଦିଅ ଏଠି ଚାରିଟା ମୁଁ ଲେଖୁଛି ଏତେ ମନେ ରଖିବ ତାଙ୍କର ଗବେଷଣା ନିବନ୍ଧ ओके कार कौन आइडिया अछि
ଇରାକ କଣ ପାଇଁ ଇରାକରେ ଯୁଦ୍ଧ ହେଲେ ଆମ ଭାରତ ପାଇଁ ଲଜିକାଲ ତେଲ ଆମେ ଆକ୍ରୋଲୋଜିକାଲ ବାଡି ପଟେ ପାଇପ୍ ବସେଇ ଦେଲେ ପାଣି ବାହାରୁଛି, ତାଙ୍କ ବାଡି ପଟେ ପାଇପ୍ ବସେଇ ଦେଲେ ପେଟ୍ରୋଲ। ତେଣୁ ତମେ ଦେଖ ଗୋଟେ ରାଷ୍ଟ୍ର ହଉଛି ଆମେରିକା ଯାହା ପାଖରେ କୌଣସି ତେଲ ଖଣି ନାହିଁ। ଇଣ୍ଡିଆରେ ଯେତିକି ଅଛି ତାପରେ ଆମ ଥାନାରେ ତ ଆସୁଛି ନା ତେଲ ଆସୁଛି, ପେଟ୍ରୋଲ ଆସୁଛି। ଆମେରିକା ଗୋଟେ ଦେଶ ତା ପାଖରେ ପେଟ୍ରୋଲ ନାହିଁ, ବଟ୍ ଶକ୍ତିଶାଳୀ କଣ? କାରଣ ସେ ଜାଣିଛି ଯେ ଯଦି ମତେ ରାଷ୍ଟ୍ରକୁ ଆଗରେ ନେବାକୁ ହବ ତାହେଲେ ମତେ ଦୁଇଟା ଜିନିଷ ମୋ ପାଖରେ ରଖିବାକୁ ପଡିବ, ଏଇ ଦୁଇଟା ଜିନିଷ ଯେପର୍ଯ୍ୟନ୍ତ ମୋ ପାଖରେ ଅଛି ଆଉ ପ୍ରଚୁର ପରିମାଣ ଅଛି ସବୁ ଜିନିଷ ମିଳିବ। କିନ୍ତୁ କନସେପ୍ଟ ଦେଖ, ଆରେ ମୋ ଜାଗାରେ ତ ନାହିଁ, ମୁଁ କେମିତି କରିବି? ସିଏ କଣ କରେ, ତାର କୌଣସି ଜିନିଷ ଆଣିବାକୁ ହେଲେ ସେ ଯୁଦ୍ଧ ଲଢେ। ତ ଆମେରିକା ସବୁଥିରେ ମୁଣ୍ଡ ପୁରାଏ, ହଁ କି ନାହିଁ? ତା ଭିତରେ ସେ ଫାଇଦା ବହୁତ ଆସେ। ଯୋଉ ଦେଶର ଗଣତାନ୍ତ୍ରିକ ହିସାବରେ ଯେ ଦୁର୍ବଳ ଅଛି ତାଙ୍କ ଭିତରେ ସେ କଳି ଲଗେଇବ, ତାଙ୍କୁ ଆଗକୁ ଥିଲେ ଭାଇ ତୁ ଆଗକୁ ଚାଲି, ମୁଁ ତୁ ପଛରେ ଅଛି, ଆଉ ସେ ପଛରେ ହିଁ ରହିବ, କିନ୍ତୁ ଆଗକୁ ବାହାରି ତୁ ଆଗକୁ ଯା, ଯୁଦ୍ଧ କର। ମୂଷା ଦେଶକୁ କହିବ ଯେ ହାତୀ ସାଙ୍ଗରେ ଲଢିବା ପାଇଁ, ଆଗ ଯୁଦ୍ଧ ଲଗେଇଦବ, ତାପରେ ଯେତେବେଳେ ଯୁଦ୍ଧ ହେଇକି ମରାମରି ହେଇଯିବେ ଆମେ ଦୁଃଖ ପ୍ରକାଶ କରୁଛୁ ଆଉ ତମର ଯେତିକି କ୍ଷୟକ୍ଷତି ହେଲା ତାପରେ ଆମେ କହୁଛୁ ସେ ଯୋଉ ମେଡିକାଲ ଚାର୍ଜେସ ପଇସା ଦେବେ ତମେ ଦବ, ମେଡିସିନ ପଇସା ଦବ, କଣ ତବେ କଣ କଲା, ମେଡିସିନ ଦେଲା। ଆଉ ସେ କହିଲା ଯାହା ହଉ ମୋର ଉତ୍ତମ ବନ୍ଧୁ ମତେ କମ ପଇସାରେ ମେଡିସିନ ଦେଇଛି, କିନ୍ତୁ ବଦଳାରେ ସେ କହିବ ଆଚ୍ଛା ଉତ୍ତମ ବନ୍ଧୁ ହେଲେ କରିବା ପୁରସ୍କାର ପାଇଥିଲେ ହେଲା। ଏମିତି କରି କରିକା ସଦାମ ହୁସେନ ଠାରୁ ଆରମ୍ଭ କରି ତମେ ଯେତିକି ସବୁ ଜିନିଷ ଦେଖିବ ଆମେରିକା ବେଶୀ ଇମ୍ପୋର୍ଟ କରେ ଅନ୍ୟ ଦେଶରୁ ପେଟ୍ରୋଲିୟମ ଇମ୍ପୋର୍ଟ କରେ। ତେଣୁ ଇରାକ ପାଖରେ ତେଲ ଅଛି, ସେ ସମଗ୍ର ବିଶ୍ୱକୁ ରାଜ କରିବା ଦରକାର, ତ ସେ କରିପାରୁନି କଣ ପାଇଁ? ଗଣତାନ୍ତ୍ରିକ ଅସ୍ଥିରତା ବୁଝି ହଉଛି, ନିଜ ଭିତରେ ଅନ୍ତର୍ଦ୍ୱନ୍ଦ ବା କଳି ଯୋଗୁ ସେ ଦେଶ ଆଗେଇ ପାରୁନି। ଆଉ ସେଠି ପେଟ୍ରୋଲ ରେଟ୍, ପାଣି ବୋତଲ ରେଟ୍ ଆମର ଏଠି ଯେତିକି ବିକ୍ରି ହଉଛି ତାଠୁ କମ ରେଟ୍ ରେ ବିକ୍ରି ହଉଛି, କିନ୍ତୁ ତାକୁ ଯଦି ପ୍ରପର ୱେରେ ବିକ୍ରି କରାଯାଏ ଦେଶ ହୁଏ ଆମର ସବୁ ଇସ୍ରାଏଲ ସହିତ ଇରାନ ଚାଲିଛି, ତ ଦେଖିବ ତାଙ୍କର ଭିତରେ ଯୁଦ୍ଧ ଚାଲେ, ସବୁଠାରୁ ସଫଳ ହବ ତେଲ ଦେବେନି, ବୁଝିହେଲା। ୟୁକ୍ରେନ ରଷିଆ ଯୁଦ୍ଧ ଚାଲିଲା, ତେଲରେ ପ୍ରଭାବ ପଡିଲା। ତ ସବୁ ଜାଗାରେ କଣ ହୁଏ ନା, ଯେତେବେଳେ ପେଟ୍ରୋଲିୟମ ଯୋଉଟା ଜିନିଷ ଅଛି, ଏ ପେଟ୍ରୋଲିୟମ ଯାହା ପାଖରେ ଅଧିକ ଅଛି ସେ ଦେଶର ଟ୍ରାନ୍ସପୋର୍ଟେସନ ସେତେ ଷ୍ଟ୍ରଙ୍ଗ ରହିବ ଆଉ ସେତେ ସେ ଧନୀଶାଳୀ ବ୍ୟକ୍ତି ଥିବ। ତେଣୁ ଇରାକ ପାଖରେ ଏଇ ଜିନିଷଟା ବେଶୀ ଥିବ, ବୁଝିଲେ। ସମୟ କ୍ରମେ ସେଟା ୟୁଟିଲାଇଜେସନ ହେଇପାରିଲାନି, ତେଣୁ ତାଙ୍କର ସିଭିଲାଇଜେସନ ଏତେ ଆଗକୁ ବଢି ପାରିଲା, ବୁଝିପାରିଲ। ତେଣୁ ମେସୋପୋଟାମିଆ ହେଉଛି ବର୍ତ୍ତମାନ ଇରାକ। ଓକେ, ତ ଦେଖ ମେସୋପୋଟାମିଆ is now gas country. Mesopotamia is now gas country. ତ ମେସୋପଟାମିଆ ବର୍ତ୍ତମାନ କେଉଁ ଦେଶ? ପ୍ରାବନ୍ଧିକ ମେଘକୁ ପ୍ରାବନ୍ଧିକ ମେଘକୁ ବିଭିନ୍ନ ନାମରେ ସମ୍ବୋଧନ କରି So before 5000 years, 5000 ବର୍ଷ ପୂର୍ବେ ମେସୋପଟାମିଆକୁ ଗୋଟେ ଜନଜାତି କରିକି ରଖିଥିଲେ, ତ ତାଙ୍କୁ ସୁମେର ବୋଲି କୁହାଯାଉ। ଓକେ, ଖ୍ରୀଷ୍ଟପୂର୍ବ ବା ଖ୍ରୀଷ୍ଟଙ୍କର ଜନ୍ମ 5000 ବର୍ଷ ପୂର୍ବେ ଗୋଟେ ସିଭିଲାଇଜେସନ ଥିଲା ଯିଏକି ତାଙ୍କୁ ଅକ୍ତିଆର କରିଥିଲା, ତାଙ୍କୁ ସୁମେର ବୋଲି କୁହାଯାଉଥିଲା। ଯେମିତି ଆମ ଭାରତକୁ ମୋଗଲ ମାନେ ଶାସନ କରୁଥିଲେ, ଇଂରେଜ ମାନେ ଶାସନ କରୁଥିଲେ, ସେମିତି 5000 ବର୍ଷ ପୂର୍ବେ ସୁମେର ମାନେ ସେ ଅଞ୍ଚଳକୁ ଅକ୍ତିଆର କରିଥିଲେ। ଅବସ୍ଥାନ କରିଥିଲେ। The term Sumerian means a man having black hair. ତ ସୁମେରିଆନ ର ଅର୍ଥ ହଉଛି କଣ? କୃଷ୍ଣ ବର୍ଣ୍ଣର ମସ୍ତକ ବିଶିଷ୍ଟ ମଣିଷ।
ହେଲା ମାନେ ତାଙ୍କର କଲର ଟା କୃଷ୍ଣ ବର୍ଣ୍ଣ। କୃଷ୍ଣ ବର୍ଣ୍ଣ ଯେମିତି ଆମେ କହିବା କଲର ଆମେ କହିପାରିବେ, ଘର ବୁଝି ହଉଛି। ଶ୍ରୀକୃଷ୍ଣଙ୍କୁ ବର୍ଣ୍ଣନା କରିକି କୁହାଯାଉଛି, ମାନେ ତାଙ୍କୁ କୁହାଯାଉଥିଲା ଦ ମ୍ୟାନ ହାଭିଂ ବ୍ଲାକ୍ ହେଡ୍ ଆଉ ସୁମେରିଆନ। ଓକେ, ଦେଖ ସୁମେରିଆନ ମିନ୍ସ ଡ୍ୟାସ୍। ହଁ ହୋଇଛି ସୁମେରିଆନ ମିନ୍ସ ଡ୍ୟାସ୍। ହେଲା। ନବମେଘର ଆଗମନ ହୋଇଛି। ମେଘକୁ ଦେଖି ପ୍ରାବନ୍ଧିକ Man having black head. A man having black head. ମେଘକୁ ଦେଖି ପ୍ରାବନ୍ଧିକଙ୍କ ମନରେ ସୁମେରୀୟ ଶବ୍ଦର ଅର୍ଥ କଣ? କୃଷ୍ଣ ବର୍ଣ୍ଣ ମସ୍ତକ ବିଶିଷ୍ଟ ମଣିଷ। ଦେଖା କୃଷ୍ଣ ବର୍ଣ୍ଣ ମସ୍ତକ ବିଶିଷ୍ଟ ମଣିଷ। ହେଲା। ଏବଂ ସେ ଆଶା ପୋଷଣ କରିଛନ୍ତି ଯେ ଆଶା ପୋଷଣ କରିଛନ୍ତି ଯେ ଆଶା ପୋଷଣ କରିଛନ୍ତି ଯେ ତ ଯେତେବେଳେ ସୁମେରୀୟ ମାନେ ଦେଶକୁ ମେସୋପଟାମିଆକୁ ଅକ୍ତିଆର କଲେ, ସେମାନେ କଣ କଲେ ନା ତାଙ୍କର ସେଇ ଅଞ୍ଚଳକୁ ଗୋଟେ ଗୋଟେ ସିଟି ରେ କନଭର୍ଟେଡ କଲେ। ଆଉ ସେ ସିଟିକୁ ଚଳେଇବା ପାଇଁ, ତାକୁ ରୁଲ ଓଭର କରିବା ପାଇଁ ଜଣେ ଜଣେ ତାଙ୍କୁ ଆମର ଯେମିତି କରିଛନ୍ତି ନଗରପାଳ ରହୁଛନ୍ତି, ପାରିବାରିକ ପ୍ରଧାନମନ୍ତ୍ରୀ ରହୁଛନ୍ତି, ସେମିତି ସେ ତାଙ୍କର ଗୋଟେ ଗୋଟେ define କଲେ। ବିମୁଖ ଗଲେ। ସିଏ ଏଇ ନଗର ଗୁଡାକୁ ଚଳେଇବେ, ବୁଝିଲେ? ବର୍ଷରେ ଗୋଟେ ଗୋଟେ ନାଁ ଲେଖିବ ହେଲା। So ସେଥିଲାଗି ହେଲା। ବାରିବାହ 2009 BC, ବିମୁଖ the ଗଲେ Sumerians were defeated. ଓ Akkadians carved out their kingdom in the northern part of the Mesopotamia, and on the southern one they become powerful. The Amorites defeated Akkadian. Hammurabi, the greatest ruler of the Amorites, was the first lawgiver of the world. ଚରିତ୍ର ସମୁଦ୍ର 29 ମସିହା ବେଳକୁ ସୁମେରିଆନ ଆକାଦୀୟ ମାନଙ୍କ ଦ୍ୱାରା ପରାଜିତ ହୋଇଥିଲେ। ସୁମେରିଆନ ମାନେ ଆକାଦୀୟଙ୍କ ଦ୍ୱାରା ପରାଜିତ ହୋଇଥିଲେ। ସେମାନେ ଉତ୍ତର ମେସୋପୋଟାମିଆ ଅଞ୍ଚଳରେ ବସତି ସ୍ଥାପନ କରି ରାଜା ପ୍ରଥମ ସାର୍ଗନଙ୍କ ନେତୃତ୍ୱରେ ନିଜ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଏମାନଙ୍କ ପରେ ଆମରଟାଇନ ମାନଙ୍କ ଦ୍ୱାରା କବଳିତ ହୋଇଥିଲା ମେସୋପୋଟାମିଆ। ଏହି ଜାତିର ବିଶିଷ୍ଟ ଶାସକ ଥିଲେ ହାମ୍ମୁରାବି। ଇତିହାସ ପୃଷ୍ଠାରେ ଇଏ ସର୍ବପ୍ରଥମ ଆଇନ ପ୍ରଣେତା ରୂପେ ଖ୍ୟାତି ଲାଭ କରିଥିଲା ହାମ୍ମୁରାବି। ଦେଶ କେମିତି ଚାଲିବ, ତ ଆମର ଯେମିତି କିଏ ଆଇନ ପ୍ରଣୟନ କରୁଛନ୍ତି, ପ୍ରଥମେ ଆମର ଆମର କିଏ ଫର୍ମେସନ ସବୁ ଫର୍ମେସନ କରୁଛନ୍ତି, କିଏ? ଡକ୍ଟର B.R. ଆମ୍ବେଦକର। କିନ୍ତୁ ଯଦି ଆମେ କହିବା ତ ଫର୍ଷ୍ଟ ରୁଲର ଯିଏକି ଆମର ଆଇନଟା ପ୍ରଣୟନ କରିଥିଲେ ଯେମିତି ଆମ ଦେଶ ଚାଲିବ, ସେ ୱର୍ଲ୍ଡର ପ୍ରଥମ ଲୋକ ଥିଲେ, ସେ ହଉଛନ୍ତି ହାମ୍ମୁରାବି। Okay, the first person who is giving or forming a rule to what ruling a country, ଗୋଟେ ଅଞ୍ଚଳକୁ ରୁଲିଂ କରିବା ପାଇଁ ଯୋଉ ଲୋକ ଆଇନ ପ୍ରଣୟନ କରନ୍ତି, ଲେଖ। ଏଇ ଯୋଉ ସ୍ୱାଗତ ବାରିବାହ ସ୍ୱାଗତ ନୁହଁ, ଏଟା ଡବଲ ଗୋଟେ ଭିତରେ ଲଖିବ। ଏଇଟା ଗୋଟେ ନାହିଁ କି ଫାଷ୍ଟ ନାହିଁ ସ୍ୱାଗତ was considered as first lawgiver. Vyas was considered as first lawgiver. ତୋର ମଧୁର ଓ ସୁନ୍ଦର କଜଳକାନ୍ତି ମଧୁର ବା ସୁନ୍ଦର କଜଳକାନ୍ତି MMURABI ସମସ୍ତଙ୍କ ମନରେ ଆନନ୍ଦରେ ଉତ୍ସବ ସୃଷ୍ଟି କରୁଛି। ସର୍ବପ୍ରଥମ ଆଇନ ପ୍ରଣେତା କିଏ ଥିଲେ? ସର୍ବପ୍ରଥମ ଆଇନ ପ୍ରଣେତା କିଏ ଥିଲେ? ସର୍ବପ୍ରଥମ ଆଇନ ପ୍ରଣେତା କିଏ ଥିଲେ? ଆନନ୍ଦର ଉତ୍ସବ ସୃଷ୍ଟି କରୁଛି, ହେଲା। ହାମ୍ମୁରାବି। ଝରଣା ପାଖରେ ଆସିବ ତ ମହାକାରେ ହା ମ ତଳେ ମ ଆସିବ ନା ଆସିବନି? ହଁ ହଁ ପୁଷ୍ପପୁର ଲୋକମାନଙ୍କର
ହାମୁରାବି। ଆଗେ ପୁଷ୍ପପୁରକୁ ସିଏ କହିଛନ୍ତି, ଆଗେ ପୁଷ୍ପପୁରରେ ତୁ ବସବାସ କରିବୁ, ତାପରେ ଯାଇ ତୁ ଉତ୍କଳକୁ ଯିବୁ। ନା ଆଗେ ଉତ୍କଳକୁ ଆସିବାକୁ ତ ସେ କହିନାହାନ୍ତି। ଆଗେ ପ୍ରାବନ୍ଧିକ ପୁଷ୍ପପୁରରେ ଫାଷ୍ଟ ଥିଲେ ନା, ସେ ସେଇଠି ଫାଷ୍ଟ ବର୍ଷାବରଣ କରିବା ପାଇଁ କହିଛନ୍ତି, ତାପରେ ଯାଇକି ସେ କହିଛନ୍ତି କି ତୁ ଉତ୍କଳର ମୟୂରଭଞ୍ଜକୁ ଯିବୁ। ତାପରେ ସବୁ ଗ୍ରାମ ସୀମା ଚିହ୍ନି ଦେଇଛନ୍ତି। ସୁମେରିୟ ମାନେ ଡ୍ୟାସ୍ଙ୍କ ଦ୍ୱାରା ପରାଜିତ ହୋଇଥିଲେ। ସୁମେରିଆନ୍ आर डिफिटेड बाय whom? सुमेरियन आर डिफिटेड बाय whom? सुमेरियन माने काहा द्वारा पराजित होइते? ब्रैकेट रखियो ख्रीष्टपूर्व 2900 ଝର ଆସିବାର ଆନନ୍ଦରେ 2900 BC। आकादियो समझो आकादियन ए के ए डी आई ए के ए डी आई ए एन एस। ସତ ଶୁଭ ଶଙ୍ଖ ବାଜି ଉଠୁଛି। ଲେଖିସାରିଲ? ତୋର ବାଜି ଉଠୁଛି ତତେ ସ୍ୱାଗତ କରିବା ପାଇଁ। ହେଲା, ତାପରେ ଲେଖ ମେଘ ହେଉଛି ଦୂର ବନ୍ଧୁ। Under whom Mesopotamian, under whom Sumerian becomes more powerful. Under whom becomes more powerful. ଦୂରବନ୍ଧୁ ବୋଲି ମେଘକୁ ଅଧିକାର ନେତୃତ୍ୱରେ ସୁମେରିଆନ ମାନେ ଅଧିକ ଶକ୍ତିଶାଳୀ ହୋଇଥିଲେ। ସାର୍ଗନ 1 ମେଘକୁ ସମ୍ବୋଧନ କରିଛନ୍ତି। ସାର୍ଗନ ତାପରେ ଟିକେ ଗାର ଦେଇକିନା ଲେଖିବ, ପୁନଶ୍ଚ ଦବନି। ସାର୍ଗନ 1 ପ୍ରଥମ ସାର୍ଗନ ହେଲା, ରେ ଦୂରବନ୍ଧୁ ଅକର୍ଜନିତ ଦ୍ୱାରା ପରାସ୍ତ ହୋଇଥିଲେ, କିନ୍ତୁ ସେ ଯେତେବେଳେ ପରାସ୍ତ ହେଲେ ସେ ପଳେଇ ଆସିଲେ କୋଉ ଅଞ୍ଚଳକୁ? ୱେଷ୍ଟର୍ଣ୍ଣ କୁ ପଳେଇ ଆସିଲେ। ୱେଷ୍ଟର୍ଣ୍ଣ ରେ ତାଙ୍କର ପ୍ରଧାନ ବିସ୍ତାର। ରେ ଦୂରବନ୍ଧୁ ବହୁ ଦିନ ତାଙ୍କ ନେତୃତ୍ୱ ସେ ଆଇନ ପ୍ରଣେତା ହେଇଥିଲେ। ତ ବହୁ ଦିନ ପରେ ଯୋଉ ଶୁଭ ଆଗମନ ହୋଇଛି, ଜନଙ୍କ ଦ୍ୱାରା ପରାଜିତ ହୋଇଥିଲେ। ସେମାନେ ଉତ୍ତର ମେସୋପୋଟାମିଆ ବସତି ସ୍ଥାପନ କରି ରାଜା ତାଙ୍କର ରିଲେଟେଡ ବୋଲି କିଛି ମେନସନ କରିନି। carved out their କିନ୍ତୁ ଇଏ ଆକାଦିୟ ଏଇ ଯୋଉ ସାର୍ଗନ ୱାନ ସିଏ ଥିଲେ ତାହା ଆକାଦିୟଙ୍କର ସୁମେରିଆନ ବହିଥିଲେ। Akazian carved out their kingdom in the northern part of Mesopotamia. Under Sargon I, they become powerful. He powerful है सुमेरियन में ଯେମିତି ଆମକୁ ଇଂରେଜ ମାନେ କଲେ, କିନ୍ତୁ ଆମେ କଣ କଲୁ? ଇଣ୍ଡିଆନ ବୁଝିଗଲା। ରୁଲର ହଉଛନ୍ତି ଆକାଦିଆନ, କିନ୍ତୁ ସେ କାହାକୁ କଲେ? ସୁମେରିଆନ ମାନଙ୍କୁ ହିଁ ତାଙ୍କୁ ରୁଲ କଲେ। ବୁଝିଲୁ? They become powerful. The Amortis defeated the Akkadian. Hammurabi, the greatest ruler of Amortis, was Sparks lawgiver. ତାପରେ Akkadian ପରାସ୍ତ ହେଲେ କାଠାରୁ? Amortis ଠାରୁ ପରାସ୍ତ ହେଲେ। ୟା ପରେ ଆମୋରାଇଟ ଦ୍ୱାରା କବଳିତ ହେଲା ମେସୋପୋଟାମିଆ। ଏହି ଜାତିର ବିଶିଷ୍ଟ ଶାସକ ହଉଛନ୍ତି ହାମୁରାଇଟ। ବୁଝିଗଲା? ତ ପ୍ରଥମେ କିଏ ନେଲେ? ପ୍ରଥମ ସାର୍ଗନ। ତାପରେ ତାଙ୍କୁ ପରାସ୍ତ କଲେ କିଏ? ତାଙ୍କୁ ପରାସ୍ତ କଲେ ଯୋଉ ହାମୁରାବି ପରାସ୍ତ କଲେ।
ବୁଝିଲା ଆମର ବି ପରାସ୍ତ କଲେ ତାଙ୍କୁ କୁହାଗଲା ଆମରାଇଟ୍ସ। ହଁ ଆମରାଇଟ୍। ପଚାରିଛନ୍ତି ଆମର ବି କାହାର ଥିଲେ ଆମରାଇଟ୍ସ ତାଙ୍କ ଅଣ୍ଡରରେ ସେ ଥିଲେ ସେ ବଂଶଜ ଥିଲେ। ପଚାରିଛନ୍ତି ଯେ ଧନ ଟିକେ କମା ଦବ, ବ୍ୟକ୍ତି ଠାରୁ ଗୋଷ୍ଠୀ କଣ ବଡ ନୁହେଁ କି? ଡବଲ ଆମରାଇଟ୍ସ ମାନେ ପ୍ରଥମେ କଣ କରିଥିଲେ ନା ସେମାନେ ବ୍ୟକ୍ତି ଠାରୁ ଗୋଷ୍ଠୀ କଣ ସେମାନେ ୟୁଜ କରିଥିଲେ ଆମରାଇଟ୍ସ। ଓକେ ଦ ଆସେରିଆନ ଡିଫିଟେଡ କାସାଇଟ୍ସ ଦ ଗ୍ରେଟ୍ ଆସେରିଆନ ରୁଲର ଲାଇକ ଦେଇକି ସର୍ଜନ ଟୁ Sennacherib and Ashurbanipal created the vast kingdom by the superior army. ଓକେ ତାପରେ ପରେ ଆଉ ଦୁଇ ଜଣ ଆସିଲେ ସେମାନେ କଣ କଲେ ତାଙ୍କର ସୁପର ଆର୍ମି ସବୁ ତିଆରି କଲେ। ଏଇଟା ଲେଖିଲି ନିଜ who ଦେଖିବା ଯକ୍ଷ first use ନିଜ ପାଇଁ who were ନିଜ first use horse ବାର୍ତ୍ତା ପଠେଇ who were first use horse କିଏ ପ୍ରଥମେ ଅଶ୍ଵ ବ୍ୟବହାର କରିଥିଲେ? ତ ବାର୍ତ୍ତା ପଠାଇଥିଲା ପଠାଇନଥିଲା କୋଉଠି ଅଳକାପୁର ତା ପ୍ରେମିକା ପାଖକୁ ପଠାଇନଥିଲା ଯକ୍ଷ ଆମରାଇଟ୍ ପଠାଇଥିଲା ଆମରାଇଟ୍ କିନ୍ତୁ ମୁଁ ଆମରାଇଟ୍ ସମାଜ ପାଇଁ କିନ୍ତୁ ମୁଁ ତ ସାରା ସମାଜ ପାଇଁ ତୋ ପାଖକୁ ବାର୍ତ୍ତା ପଠାଉଛି। ତ ଆମରାଇଟ୍ସ କୁ କିଏ ପରାଜିତ କରିଥିଲେ? ଏସିରିୟନ। ହଁ ଆମରାଇଟ୍ସ ଡିଫିଟେଡ ବାଇ ଡ୍ୟାଶ ଆମରାଇଟ୍ ଡିଫିଟେଡ ବାଇ ଡ୍ୟାଶ ଜଳ ଆମରାଇଟ୍ କାହା ଦ୍ୱାରା ପରାଜିତ ହୋଇଥିଲେ? ଆମରାଇଟ୍ କାହା ଦ୍ୱାରା ପରାଜିତ ହୋଇଥିଲେ? ଆମରାଇଟ୍ସ ଡିଫିଟେଡ ବାଇ ଡ୍ୟାଶ ଜଳର ଅଭାବରେ ଉତ୍କଳ ଆଜି ହାହାକାର ଦେଖାଯାଇଛି। ନା ଏଠି ଅଲଗା ସେମାନଙ୍କୁ ପରାଜିତ କରିଥିଲେ ଏସିରିୟ ମାନେ। ହେଲା ଏଠି ଅଲଗା ରହୁଛି ଆସେରିଆନ ଡିଫିଟେଡ ବାଇ ଆସେରିଆନ ଇଜ ଡିଫିଟେଡ ବାଇ କାସାଇଡ୍। ତାପରେ ମାନେ ଆସେରିଆନ ଡିଫିଟେଡ ଦ କାସାଇଡ୍। ହଁ ଏମାନେ ଆସିଲେ ନା ପ୍ରଥମେ ଏଟା ମୁଁ କଣ ଲେଖିଲି? ତେଣୁ ପ୍ରାବନ୍ଧିକ ବର୍ଷାକୁ ଅନୁରୋଧ କରି କହିଛନ୍ତି ତେଣୁ ପ୍ରାବନ୍ଧିକ ବର୍ଷାକୁ ସେମାନଙ୍କୁ ବାରି ଯୋଉ ଆମର ନା କଣ ଥିଲା ଆମର ପ୍ରଥମେ ଆମର ଥିଲା ମେସୋପୋଟାମିଆ। ଆଚ୍ଛା ତାପରେ ସେଠି ଜଳ ତ ଲେଖିଦିଅ ତାପରେ ଆସିଲେ କାସାଇଡ୍। ଆଚ୍ଛା ଆମେ ଯୋଉ ଲେଖିଲେ ହର୍ସ କିଏ ୟୁଜ କରିଥିଲେ? ସେଟା ଲେଖିବା କାସାଇଡ୍ ସେଟା କାଟିଦିଅ। Who was first to use horse? The Kassites were. କହିଛନ୍ତି ରେ ବର୍ଷା ମୁଁ Kassite ଥିଲେ କାସାଇଡ୍ ମାନେ ରେ ବର୍ଷା ମୁଁ ତୋ ଆଗରେ କାସାଇଡ୍ ମାନଙ୍କୁ କିଏ ପରାଜିତ କରିଥିଲେ? ଏଟା ଆମର ଏଠି ଲେଖ କାସାଇଡ୍ସ ଡିଫିଟେଡ୍ ବାଇ whom? କାସାଇଡ୍ସ ଅଶ୍ରୁ ଅର୍ଘ୍ୟ ଡିଫିଟେଡ୍ ବାଇ whom? ତମେ ଲେଖ କାସାଇଡ୍ କାହା ଦ୍ୱାରା ପରାଜିତ ହୋଇଥିଲେ? ଆଖିର ଲୁହ ଢାଳିକି କାସାଇଡ୍ ସ୍ପେଲିଂ ଠିକ୍ ଲେଖୁଛ ତ? ଆଖିର ଲୁହ ଢାଳିକି ବୁଝିଲ? ଉଦୟ ରୂପ ପଦ୍ମକୁ କୋଉଠି ଛାଡିଲ? ଅର୍ଥାତ୍ ଆଖିର ଲୁହ କାସାଇଡ୍ କାହା ଦ୍ୱାରା ଡିଫିଟେଡ୍ ହେଲେ? ପଦ୍ମକୁ ଡାଉଟ୍ ସେ ଲାଇନ୍ ଟା ଦେଖ ପଦ୍ମକୁ Assyrian defeated the Kassite, the Kassite defeated by whom? ହେଲାନି କି? କ୍ୱେଶ୍ଚନ ବୁଝିପାରିଲ ତ? ମୁଁ ତତେ ବିନମ୍ର ସହକାରେ କହୁଛି ମୁଁ ତତେ ବିନମ୍ର ସହକାରେ କହୁଛି
एसीरियर की किए आसिले ना एसीरियर आसिले सार्गन टू सांचेरिव एंड आशुरबानीपाल ये सब जाक रूलर थे से माने कोन कहले ना आउटे स्ट्रॉन्गेस्ट माने साम्राज्य से माने गठन कले सानराबी जिनऊ तारे निजर राजधानी स्थापन कले तो प्रति कोण अनुकोण बुझी पारछ त ना नहीं बुझियोनी ना को डाउट है ओडिशा बुझा ताପରେ हां हम बही टिके उल्टा अछि सेते मैं दीटा मिसेई कहू अनुकोण को गति करी सानगिरी केउठारे निजर राजधानी स्थापन करते सानगिरी केउठारे निजर समस्त राजधानी स्थापन करते हम लेख जिनऊ मंगल विधान करिବୁ ଓ ଉତ୍କଳକୁ ବା ଓଡିଶାକୁ ଏଠି ଗୋଟେ ଅଲଗା ଦେଇଛି ଏଠି ଗୋଟେ ଅଲଗା ଦେଇଛି ପୂଜ ସାମରରେ ସାନଗିରି କରିଦେ ହେଲା ତାପରେ ଆଉ ଗୋଟେ ପାରାଗ୍ରାଫ ଲେଖ ତାଙ୍କର ଅଲଗା ଆନ୍ସର ଅଲଗା ଓଡ଼ିଆରେ ଟିକେ ଅଲଗା ରହୁଛି ଏପଟେ ତମର ହଉଛି କଣ ଗୋଟେ ପାରାଗ୍ରାଫ ପ୍ରାବନ୍ଧିକ ସେଞ୍ଚୁରୀ ପ୍ରାବନ୍ଧିକ ସେଞ୍ଚୁରୀ ଜନ୍ମଭୂମି SENTRIB establish his capital at Vyas establish his capital at Vyas ମାନଙ୍କୁ ନିଜ ଜନ୍ମଭୂମିକୁ ଚିହ୍ନେଇ ଦେବାକୁ ଯାଇ ଆନ୍ସର ଅଛି ନିନେଭ ଏଠି କାହିଁ ଭୁଲ ହେଲା ସେଠି କଣ ଦେଇଛି ବୁକ୍ ରେ ଆଉ କାହାର ବୁକ୍ ଅଛି ହାଁ କହୁଛନ୍ତି ବୁକ୍ ରେ ଭୁଲ ଦେଇଛି ରୁହ ରେ ମେଘ ମୁଁ ଯଦି ଜଳ ମୁଁ ଏଇଟା ସର୍ଚ୍ଚ କରି ପଡିବ ସମୟ ରଖିବ ଆରେ କାହିଁ ମୁଁ ଯଦି ଜଳ ରେ ଗୋଟେ ମେଘ ସେକେଣ୍ଡ ଆମେ ଯଦି ପାଞ୍ଚ ଘଣ୍ଟାର ମାର୍କ ଆଲୋକ ହୋଇଥାନ୍ତି ଜଳ ଆଲୋକ ଧୂଆଁ ହୋଇଥାନ୍ତି ତାହେଲେ ମୁଁ ତ ମିଶି ତାର ହିସାବ ନାହିଁ ରୁହ ଆମେ ଠିକଟା ବାହାର କରିବା ତାହେଲେ ମୁଁ ତୋ ସହ ମିଶି ମୋର ଜନ୍ମଭୂମିକୁ ଚିହ୍ନାଇ ଦେଇଥାନ୍ତି ଜନ୍ମଭୂମିକୁ ଚିହ୍ନାଇ ଦେଇଥାନ୍ତି ନିନେଭ ଏଟା ତମର ଏଠି ଭୁଲ ଦେଇଛି ହେଲେ ବି ମୋର ଜନ୍ମଭୂମିକୁ ଚିହ୍ନିବା ପାଇଁ ନିନେଭ ଲେଖ ନିନେଭ ମୋର ଜନ୍ମଭୂମିକୁ ଚିହ୍ନିବା ପାଇଁ ତୋର ଭ୍ରମ ହେବ ନାହିଁ NINEVEH ନିନେଭ ଏଗୁଡା ସବୁ ବହିରେ ଭୁଲଭାଲ କାରଣ ଗୋଟିଏ ଦିଗରେ ପୂର୍ବ ପୂର୍ଣ୍ଣାଙ୍ଗ ପୂର୍ବ ପୂର୍ଣ୍ଣାଙ୍ଗ କମାଳ Chaldin defeated the Assyrians and brought about downfall of Babylon. ପୂର୍ବ Chaldin ସେ କାହାକୁ defeat କଲେ Assyrian କୁ defeat କରିକି ତାଙ୍କର ଯୋଉ ବେବିଲନ ସଭ୍ୟତା ଥିଲା ତାକୁ ଡାଉନଫ୍ଲୋ କୁ ନେଇ ଆସିଲେ ଓକେ ପାଳ ତମାଳ ନାରିକେଳ ନେକ୍ସଟ who defeated the Assyrian ନାରିକେଳ ଆଦି ବନରେ ବିଶୋଭିତ ହୋଇ
ବିଷବିତ ହୋଇ ସମୁଦ୍ରର ବେଳାରେ ବଳୟିତ ହୋଇଛି। आसेरियन को क्यों माने किए परास्त करते ସମୁଦ୍ର आसेरियन को किए परास्त करते ହୋଇଛି। आसेरियन को किए परास्त करते ଅନ୍ୟ ଦିଗରେ ବଣ चाल ठीक है ଅନ୍ୟ ଦିଗରେ ବଣ ଜଙ୍ଗଲରେ तो चालटियो माने ଯେତେବେଳେ ହାମୁରାବି को अटैक कले ସେ ସମୟରେ ପରି- ବାବିଲୋନ ଟା ଡାଉନ ଫ୍ଲୋ ହେଇଗଲା। ତାପରେ କିଏ ଆସିଲେ? ପରିପୂର୍ଣ୍ଣ ହୋଇଥିବା ନେବୁଚାଦ ନେଜାର। ଶ୍ୟାମକୋଭର ତାପରେ ଆସିଲେ ନେବୁଚାଦ ନେଜାର ଦ ଗ୍ରେଟେଷ୍ଟ ଗାର୍ଡିଆନ ରୁଲର ଦ ଫେମସ hanging garden of Babylon, one of the seven wonder of the world, hanging garden of Babylon. Okay, hanging garden. hanging trees ଥିଲା ତାଙ୍କର hanging garden ଥିଲା ତାଙ୍କ ଦ୍ୱାରା ଇ କରିଥିଲେ one of the seven wonder of the world. Mesopotamia lost its independence and importance after the Chaldean. Chaldean ଯେତେବେଳେ ଆସିଲେ ସେ ସମୟରେ ମେସୋପୋଟାମିଆ ତାର ଇଣ୍ଡିପେଣ୍ଡେନ୍ସ ତା ସ୍ୱାଧୀନତା ହରାଇଦେଲେ। ଆଉ ଗୋଟେ ପେଜ ଅଛି। ହଁ ଦେଖ ସେ ହଉଛି ମୋର ଜନ୍ମଭୂମି ଯାହା ପ୍ରାଚୀନ ଦେଇଥିଲେ ଯାହା ପ୍ରାଚୀନ ଯୁଗରେ ଦୈବମାନ ଉଦ୍ୟାନ ସ୍ଥାପନ କରିଥିଲେ କିଏ ଦୈବମାନ ଉଦ୍ୟାନ ସ୍ଥାପନ କରିଥିଲେ ଯାହା ପ୍ରାଚୀନ ଯୁଗରେ କୋଟି କୋଟି ବୀର ଜନ୍ମ ନେଇଥିଲେ କମା ନେବୁଚାଦ ନେଜାର ନେଇଥିଲେ ନଦ ନଦୀରେ ପରିପୂର୍ଣ୍ଣ ନେବୁଚାଦ ନେଜାର ଜଫ ନେଜାର ଦେଖିଲ ନଦ ନଦୀରେ ପରିପୂର୍ଣ୍ଣ ଧନ ରତ୍ନରେ ନଦ ନଦୀରେ ପରିପୂର୍ଣ୍ଣ କମା ଧନ ରତ୍ନରେ ପରିପୂର୍ଣ୍ଣ who built hanging garden of Babylon who built କମା hanging garden of Babylon ପରିପୂର୍ଣ୍ଣ ନେବୁଚାଦ ନେଜାର NEBU ନେବୁଚାନ CHAND ସୁଜଳ ନେଜାର NEZZAR ହୋଇଥିବା ମୋର ଜନ୍ମଭୂମି ପରିପୂର୍ଣ୍ଣ ହୋଇଥିବା ମୋର ଜନ୍ମଭୂମି ଦେଖିଲ ତାପରେ ଦେଖ ପୁନଶ୍ଚେଦ ତାପରେ ଆଜି କିନ୍ତୁ ପତିତା ଲାଞ୍ଛିତା ଖଣ୍ଡିତା ହୋଇ ପଡି ରହିଛି ଆଜି କିନ୍ତୁ ପତିତା ଲାଞ୍ଛିତା ଖଣ୍ଡିତା ହୋଇ ପଡି ରହିଛି in dash year ପଡି ରହିଛି Assyrian ଲାଞ୍ଛିତା occupied ଖଣ୍ଡିତା Babylon ପଡି ରହୁଛି Assyrian occupied Babylon ସାରଭୂତା ବା ଶ୍ରେଷ୍ଠ ମୋର ସେଇ ସାରଭୂତା ବା ଶ୍ରେଷ୍ଠ ଶ୍ରେଷ୍ଠ in 539 BC ଉତ୍କଳ ଭୂମିକୁ ଚିହ୍ନିବା ପାଇଁ ତୋର ଆଦୌ ଭ୍ରମ ହେବ ନାହିଁ ଏଇଟା ବି ଦେଖିବାକୁ ପଡିବ ହେଲା ଦେଖିଲ ଭ୍ରମ ହେବ ନାହିଁ ରୁହ ତାପରେ ଲେଖ ଗୋପାଙ୍ଗନା ମାନଙ୍କ ଅପାଙ୍ଗ ଘନଶ୍ୟାମର ଗୋପାଙ୍ଗନା ମାନଙ୍କ ହ୍ୟାଲୋ
ଗୋପାଙ୍ଗନା ଆଜ୍ଞା ସାଙ୍ଗ ଲେଖିଲ। ଅପାଙ୍ଗା ଘନଶ୍ୟାମର ହଁ କୁହନ୍ତୁ। ଘନଶ୍ୟାମ କଣ କଲେ କ୍ଲାସ ନଉଛି ତ କଲା ପରି ଘନଶ୍ୟାମ ଚିନ୍ମୟ କୁମାର ବାରିକ MAYA କଲା ପରି KUMAR BARIK ହେଲା ଉତ୍କଳ ଆଜି 2009@gmail.com। ଉତ୍କଳ ଆଜି ଆଜ୍ଞା କୋଟି କୋଟି ନେତ୍ର ତୋର ରୂପ ସୁଧାକୁ ପାନ କରିବ। in which year ତୋର ରୂପ ସୁଧା ପାନ କରିବ। citizen ଅଳ୍ପ ଆପଣ ହେଲାଣି। ତେଣୁ ମେଘକୁ କହିଛନ୍ତି ତେଣୁ ମେଘକୁ କହିଛନ୍ତି ରେ ମେଘ ରେ ମେଘ ଦରିଦ୍ର ମାନଙ୍କୁ ଜଳଦାନ କରି ଦରିଦ୍ର ମାନଙ୍କୁ ଜଳଦାନ କରି ଜଳଦାନ କରି ସବୁଥିରେ ଭୁଲ ଭାଲ ତୁ ତୋର ବଦାନ୍ୟ ପରିପ୍ରକାଶ କରିବୁ। ଇଏ ଦେଖଉଛି ନେଟ ରେ ଦେଖଉଛି 729 BC ପରିପ୍ରକାଶ କରିବୁ। ବହିରେ ଦେଇଛି 1100 ଏଠି ଦେଇଛି 539 ପରିପ୍ରକାଶ କରିବୁ ର ବୋଲେ ତ ବନବାସୀ ନରନାରୀ ମାନେ in which year ବନବାସୀ Assyrian occupied Jubilee ମାନେ ବନବାସୀ ନରନାରୀ ମାନେ ଟଙ୍କିଳ ଆଉ ଅନୁର୍ବର ଭୂମିରେ ଟଙ୍କିଳ ଟଙ୍କିଳ ଆଉ ଅନୁର୍ବର ହୁଁ ଟଙ୍କିଳ ହୁଁ ଆଉ ଅନୁର୍ବର ଭୂମିରେ ଆସିଲେନି କଣ ନୋଟ ଡାକିବା ପାଇଁ ମୁଁ ନେବି ତୋର କଣ ନୋଟ ଡାକିବା ଯାହା ଜଳ ଅଫିସରେ ଅଭାବ ଅଛନ୍ତି ଯେ ମୁଁ ତମର ଏଇ ନୋଟ ପାଇଁ ମୁଁ ସେଦିନ ଟଙ୍କିଳ ଅନୁର୍ବର ଭୂମିରେ ଫସଲ ଲଗାଇଥିବେ ଯାହା ଜଳ ଅଭାବ ଝାଉଁଳି ଯାଇଥିବ। ଆଚ୍ଛା ଏଇଟା ଛାଡି ଦିଅ କାହିଁ ଏଇଟା ଆମେ ଯେହେତୁ ଗୋଟେ କନକ୍ଲୁଜନରେ ପହଞ୍ଚିଲେଣି ତେଣୁ ଏଇଟାକୁ ଆମେ ଷ୍ଟପ୍ କରିବା ମାନେ ଏଇ ହେଲା କୋଶ୍ଚିନ୍ ଟାକୁ ପ୍ରାବନ୍ଧିକ ସେଇ ଶସ୍ୟକୁ ପ୍ରାବନ୍ଧିକ ସେଇ ଶସ୍ୟ କ୍ଷେତ୍ରକୁ ନେବୁରନ୍ ରିଜାଇନ୍ ପ୍ରାବନ୍ଧିକ ସେଇ ଶସ୍ୟ କ୍ଷେତ୍ରକୁ ରୋଗଗ୍ରସ୍ତ ହୋଇଥିବା ପୁତ୍ର କନ୍ୟାଙ୍କ ସହ ତୁଳନା କରିଛନ୍ତି। ଛାଡ଼ ଏବେ ଆମେ ଆର ଗୋଟେ ଲଙ୍ଗ କୋଶ୍ଚିନ୍ ଲେଖିବା ହୋଇଥିବା ପୁତ୍ର କନ୍ୟାଙ୍କ ସହ ତୁଳନା କରିଛନ୍ତି। ମେସୋପୋଟାମିଆର ସଂକ୍ଷିପ୍ତ ଇତିହାସ ବର୍ଣ୍ଣନା କର describe about brief history of Mesopotamia ଲେଖିଲ କରିପାରିବ ନୋଟ ସେଠାକାର ସବୁ ପ୍ରାକୃତିକ ଏଇଟା ଠିକ ଅଛି କିନ୍ତୁ ଯଦି ଆମେ ଦିଟା ବହି ଯିବା ପ୍ରାକୃତିକ ପଞ୍ଜାବୀରେ ତ ଅଲଗା ଦେଇଛି ଆର ତ ଇଏ ନାହିଁ ପ୍ରାକୃତିକ ପରିବେଶ ହେଲା ବିରୋଧ ତ ନାହିଁ ଆର ନାଇଁ ପ୍ରାକୃତିକ ପରିବେଶ ଏବଂ ବନବାସୀ ଓଡ଼ିଆ ଅଛି ଚଳଣି ଓଡ଼ିଆ ଅଛି ତ ସେଠି ଯାହା ଥିବ ସେଇଟାକୁ ଫଲୋ କରିବା ବନବାସୀ ସେଠି ଆମର ଚିତ୍ର ମାନଙ୍କର ଚଳଣିର ସୂଚନା ଦେଇ ହଁ ପ୍ରାବନ୍ଧିକ କହିଛନ୍ତି ତ ସେଇଠି ଯୋଉ ଇୟରଟା ଥିବ ମୁଁ ଦେଖିଦେଇକି କହିବି ସେଇ ଇୟରଟା ହିଁ ଆମର ସୂଚନା ଦେଇ ପ୍ରାବନ୍ଧିକ କହିଛନ୍ତି ଓକେ ନିଘଞ୍ଚ ବନ ମଧ୍ୟରେ
ଦେନ୍ ଆମେ ଆସିବା ଦ ସୁମେରିଆନ୍ ସିଭିଲାଇଜେସନ। ଏମାନଙ୍କ ବାସଭୂମି ଦେଖୁନ ସେ ଲାଷ୍ଟ ନିଘଞ୍ଚ ବନ ମଧ୍ୟରେ ଏମାନଙ୍କ ବାସଭୂମି ଏତେ ସହଜରେ ତୁ ପାଇବୁ ନାହିଁ। ପାଇବୁ ନାହିଁ। 539 ଜଣା ପଡୁଛି। ନାଇଁ ଏଇଟା ହଉଛି 539। ଏ ଆନ୍ସର ଟା 539। ତୁ ଦେଖିକି ଜାଣିବୁ ଯେ 539 ଆନ୍ସର ଟା 539। ଏଠି ଯୋଉ ସକ୍ସେସର Nabonidus in 539. Thereafter, Babylonia ceased to be independent, passing eventually. 539 रो से तार इंडिपेंडेंस ता है। ଗୋପାଳର ଯୋଉ ଗୋପାଳ ଜଣେ କଣ ତମା କୁଟୀରରୁ ବାହାରୁଥିବା ଧୂଆଁ ଦେଖି ହେଲା ତମା Sumerian civilization. Sumerian civilization used to Tigris and Euphrates. Sumerian civilization form a part of it. The Tigris और Euphrates ए जगह रे हमरा Sumerian civilization आसीबा। जेमति कि हमरा आस्तेला ଏ ମୋର ଗ୍ରାମ मेसोपोटामिया को का करे आस्तेला। Tigris and Euphrates तो सही जगह रे ही Sumerian आस्तेले मुझे उस The Sumerian civilization formed a part of it. The known value of Tigris and Euphrates was famous as Sumer. Sumer बोली कहा जाता है। This civilization grew up 5,000 years before the birth of Christ. ଖ୍ରୀଷ୍ଟପୂର୍ବ 5,000 ବର୍ଷ ପୂର୍ବେ ସୁମେର ସଭ୍ୟତା ଗଢି ଉଠିଥିଲା। ବୁଝିଲା ଦେଖ ସୁମେର ସଭ୍ୟତା କେଉଁ ନଦୀ କୂଳରେ ଗଠିତ ହୋଇଥିଲା। ପରିଶ୍ରମୀ ମଧ୍ୟ ବୃଷ୍ଟିପାତ ହେଲେ ମଧ୍ୟ ବୃଷ୍ଟିପାତ ଲେଖିଦବାନି ବୃଷ୍ଟିପାତ ସୁମେରିଆନ୍ civilization grew up in which river? ହେଲେ ମଧ୍ୟ Sumerian civilization grew up ବୃଷ୍ଟିପାତ ହେଲେ in which river? ସେମାନେ Tigris and Euphrates. ହେଲା ଏହି ବନବାସୀ The people of Sumer established a city like Nippur, Ur, Uma, Urdu, Is, Lagas, and enriched the civilization. Idea regarding the administration and art of writing, art, architecture, literature, then trade and commerce of the Sumerian are known from the analysis of archaeological remains of the land. तो बेसिकली माने फेमस थे डिफरेंट वर्क पे आर्किटेक्चर डिजाइन करते आर्ट करते एडमिनिस्ट्रेशन वाइज माने सख्त थे रूल्स ये सब फॉलो करते एंड लिटरेचर तो यही यूथ माने फेमस थे समय और से डिफरेंट सिटी जेमति कि निपुर मुंबई लागास ये सब सिटी से फाउंड करते। ओके तो लिखा ମାଲ୍ୟଗିରିର write the name of the cities. Write the name of the cities. Write the name of the cities. ମାଲ୍ୟଗିରିର ମହିମା ମଧ୍ୟ ବଖାଣିଛନ୍ତି established by Sumerian. ହେଲା ସମ୍ବଲପୁର ନାରୀ ମାନେ କିପରି ସୁମେରର ଅଧିବାସୀ ମାନେ କେଉଁ କେଉଁ ନଗର ସ୍ଥାପନ କରିଥିଲେ। ପ୍ରଫୁଲ୍ଲ ସୁମେରିଆନ୍ ଅଧିବାସୀ ମାନେ କେଉଁ କେଉଁ ନଗର ସ୍ଥାପନ କରିଥିଲେ। ନାରୀ ମାନେ କିପରି ସଦା ପ୍ରଫୁଲ୍ଲା ନିପୁର ନିପୁର କରିଛନ୍ତି ଉର୍ ୟୁଆର
उर तमे देखियो उर दीर्घ उ ହଁ କର୍ମଚଞ୍ଚଳ ସେ ସମ୍ପର୍କରେ କହିଛନ୍ତି किस ଏବଂ ପରେ KISH କଟକ ଭୁବନେଶ୍ୱର KISH and Lagas LAGOSH ଓ ନୀଳାଚଳ ଧାମର ମହିମା ମଧ୍ୟ ବଖାଣିଛନ୍ତି କୋଣାର୍କ ଓ ନୀଳାଚଳ ଧାମର ମହିମା ମଧ୍ୟ ବଖାଣିଛନ୍ତି ବଖାଣିଛନ୍ତି Actually, the Sumerian is called as the true builder of Mesopotamia civilization. Okay, so Sumerian माने ही basically सब different rules architecture जोड़ा कि गोटे society रे जो सब man development ପାଇଁ जो सब व्यवहार कराते एई माने ही ସେମାନେ develop करते बुझिला जेंति कि हमर भी कला रहउची क्रीडा रहउची खेलुची ता देखे बुझियो हमर समस्त ट्रेडिंग करूचे ट्रेडिंग अर्थ हଉଛି କଣ ଜିନିଷ ପତ୍ର ବିକା ହଉଛି ତ ଏଇ ସବୁ ଜିନିଷ ଯାହା ଏବେ ଆମେ ୟୁଜ କରୁଛେ ସୁମେର ମାନେ ସେଇ ଜିନିଷ ସବୁ ଆଗରୁ ୟୁଜ କରୁଥିଲେ ତ ସେଇ ଜିନିଷ ଗୁଡାକ ତାଙ୍କର ୱେ ଯୋଉ ଟ୍ରେଡିଂ ଅଲଗା ଥିଲା ଆମର ଟ୍ରେଡିଂ ଅଲଗା ଆମେ ପଇସା ପତ୍ରରେ କରୁଥିଲେ ସେମାନେ କିଛି ଜିନିଷରେ କରୁଥିଲେ ଯେମିତି କି ଆମ ଏବେ ବି ସେଇ ଜିନିଷ ହଉଛି ଆମର ଧାନ ଏ ସବୁ ଆମେ ଏକ୍ସପୋର୍ଟ କରୁଛେ ଇମ୍ପୋର୍ଟ ଆମେ ତେଲ ଏ ସବୁ କରୁଛେ ବୁଝିଲା ବୋର୍ଡ ଉପରେ ଲେଖକ ନୀଳାଚଳ ଧାମର In every city, the first high authority, the chief place of the political activity of a city state was Gujarat. The Sumerian priest were known as Potesi. ତାଙ୍କର ଯୋଉ ବ୍ରାହ୍ମଣ ଆମେ ଯେମିତି ବ୍ରାହ୍ମଣ କରୁଛେ ତାଙ୍କର ସବୁ ବ୍ରାହ୍ମଣ ପଟେସି ବୋଲି କୁହାଯାଉଥିଲା ଦେ ୱେର ଦ ଚିଫ ଆର୍କିଟେକ୍ଟ ଅଫ ଦ ସୁମେରିଆନ ଆଡମିନିଷ୍ଟ୍ରେସନ ତ ଆମେ ଯଦି କହିବା ଆମର ଯୋଉ ସବୁ ଆଡମିନିଷ୍ଟ୍ରେସନ ସବୁ ରହୁଛି ତାଙ୍କ ଋଷି ମୁନି ମାନେ ସବୁ କରୁଥିଲେ ତ ଏବେକାର ବି ଏବେ କଣ ହଉଛି ନା ଆମର ଯୋଉମାନଙ୍କର ଜ୍ଞାନୀ ଅଛନ୍ତି ଯୋଉମାନେ ଆଇନ ଉପରେ କିଛି ପଢୁଛନ୍ତି ସେମାନେ ଆମର ରୁଲ କଣ ରହିବ କଣ ଚେଞ୍ଜ ହବ ସେମାନେ କରୁଥିଲେ କିନ୍ତୁ ଯେହେତୁ ଆମେ ପୁରାଣ ଶାସ୍ତ୍ରରୁ ଆସୁଥିଲେ ମୁନି ଋଷି ମାନେ ହିଁ ଆମକୁ ରାସ୍ତା ଦେଖାଉଥିଲେ ଯେ ତାଙ୍କର ସେମିତି ସବୁ ଥିଲେ ତାଙ୍କର ଯୋଉ ସବୁ ଥିଲେ ତ ସେମାନେ ହିଁ କହୁଥିଲେ ଯେ ଆମେ ସମାଜରେ କେମିତି ବଞ୍ଚିବା ତାଙ୍କର ହାତ ରହୁଛି ଆମର ଏବେ ବି ଯେହେତୁ ମନ୍ତ୍ରୀ ମାନେ କଣ କଣ ରୁଲସ ଲାଗିବ ସେମାନେ କହୁଛନ୍ତି ଉତ୍ତମ ଜୀବନ ଯାପନ ଖୁସିରେ ରହିବା ପାଇଁ ଆମେ ଏବେ ବି ଆମେ ମହାପୁରୁଷ ଆମେ ଶୁଣୁଛେ ଗୀତା ଭଗବତ ପଢୁଛେ ଗୀତା ସାର ଯିଏ ପଢୁଛନ୍ତି ତାଙ୍କ କଥା ଶୁଣୁଛେ କେମିତି ଭଲରେ ଆମେ ରହିପାରିବା ଜୀବନଟାକୁ ଖୁସିରେ ଆମେ ଏନ୍ଜୟ କରିପାରିବା ଏସବୁ ଜିନିଷ ସେମାନେ ଡିଫାଇନ କରୁଛନ୍ତି ଶୈଳ ପିଲାମାନେ ସୁମେରୀୟ ସଭ୍ୟତାରେ କେଉଁମାନେ ସୁମେରୀୟ ସଭ୍ୟତାରେ କେଉଁମାନେ ସର୍ବୋଚ୍ଚ ଶାସନର ଅଧିକାରୀ ଥିଲେ ସୁମେରୀୟ ସଭ୍ୟତାରେ କେଉଁମାନେ ସମାଜର ସର୍ବୋଚ୍ଚ ଶାସନର ଅଧିକାରୀ ଥିଲେ ଛୁଟିରେ ପଢିକି ଆସିବ ଏକପଦୀକରଣ ହେଲା ଏକପଦୀକରଣ In Sumerian civilization, who is the who is the head of the
political activities. Priest. Priest. In Sumerian, priests were known as deities. In Sumerian, priests were known as deities. Pottesi. Patteshi. Known as deities. Pottesi. Patteshi. ସୁମେରରେ ପୁରୋହିତ ମାନଙ୍କୁ ଡ୍ୟାସ୍ କୁହାଯାଉଥିଲା। ସୁମେରରେ ପୁରୋହିତ ମାନଙ୍କୁ ଡ୍ୟାସ୍ କୁହାଯାଉଥିଲା। ପଟେସି ତାଲବେଶରେ ଦୀର୍ଘ ଇକାର ପଟେସି। ଏଇ ଯୋଉ କୋଶ୍ଚିନ୍ ଗୁଡାକ ତମକୁ ଦେଲି ଏଇଟା ପ୍ରାକ୍ଟିସ କରିବ। ନେକ୍ସଟ ରେ ଯେତେବେଳେ ମୁଁ କ୍ଲାସ ନେବି ସାର୍ ନେବେ ମୁଁ ବି କିଛିଟା ପାର୍ଟ ନେବି ହେଲ୍ପ କରିବି ତମକୁ ନୋଟ୍ସ ରେ। ଏଇ ନୋଟ୍ସ ଗୁଡାକ ତମକୁ ପଚାରିବି ଆଗ ପଚାରିବି ତାପରେ ମୁଁ କ୍ଲାସ ହଁ ଆଚ୍ଛା ମୁଁ ଆଜି ଯୋଉ ପଢେଇଲି କିଛି ବୁଝିପାରିଲ ନା?